ବର୍ତ୍ତମାନ ଅତୀତରେ ଓଡ଼ିଆ ଅଧ୍ୟାପିକା ଥିବା ଏବଂ ରମାଦେବୀ ମହିଳା ମହାବିଦ୍ୟାଳୟରେ ଚାକିରି କରୁଥିବା ପ୍ରତିଭା ଶତପଥୀଙ୍କ ଦ୍ୱାରା ରଚିତ ସାହାଡ଼ା ସୁନ୍ଦରୀ କବିତା ଉପରେ ଆଲୋଚନା କରୁଛି। ଶୀର୍ଷକ ଦେଇଛି ଜୀବନ ଯନ୍ତ୍ରଣାରେ ଥାଇ ଶାନ୍ତି ଖୋଜାର କବିତା ସାହାଡ଼ା ସୁନ୍ଦରୀ। ଜୀବନର ମାନେ ଯନ୍ତ୍ରଣା, ସେଠି ଶାନ୍ତି ପ୍ରାପ୍ତିର ମାତ୍ରା ଅତ୍ୟନ୍ତ କମ୍। ସଂଗ୍ରାମ କରି ସଫଳ ନ ହେବା, ମନକୁ କଷ୍ଟ ମିଳିବା, ମନଟି ଅବସାଦଗ୍ରସ୍ତ ହେବାର ନାମ ଯନ୍ତ୍ରଣା। ଯନ୍ତ୍ରଣା ଶାରୀରିକ ଓ ମାନସିକ ହୋଇ ଦୁଇ ପ୍ରକାର। ଶରୀର ଆଘାତରେ ଶାରୀରିକ ଯନ୍ତ୍ରଣା ଏବଂ ମନର ଆଘାତରେ ମାନସିକ ଯନ୍ତ୍ରଣା ମିଳିଥାଏ। ଆଶା ପୂର୍ତ୍ତି ନ ହେଲେ ଯନ୍ତ୍ରଣା ମିଳେ, ଅନ୍ୟର ଦୋଷରୁ ବି ଯନ୍ତ୍ରଣା ମିଳେ। ଯନ୍ତ୍ରଣା ଜୀବନର ସହଚର। ଜୀବନରୁ ଏହା ଦୂରବର୍ତ୍ତୀ ନୁହେଁ, ବରଂ ନିକଟବର୍ତ୍ତୀ। ନିଜ ଦୋଷରୁ, ବିଭୁ ଇଚ୍ଛାରୁ ମଣିଷକୁ ଜୀବନରେ ଯନ୍ତ୍ରଣା ମିଳେ। ଯନ୍ତ୍ରଣା ଜୀବନର କଷ୍ଟ, ଅନ୍ୟତମ ଯାତନା। ସୁଖ ଭୋଗର ବିପରୀତ ଯନ୍ତ୍ରଣା। ଯେଉଁଠି ସୁଖ ନାହିଁ ସେଠି ଯନ୍ତ୍ରଣା ଥାଏ। ଜୀବନ ଏ ଦୁଇଥିରେ ବନ୍ଧା। ଏ ଦ୍ୱୟରୁ ମୁକ୍ତ ଜୀବନ ଜୀବନ ନ ହୋଇ ତାହା ଅନ୍ୟ କିଛି। ଦୈବୀୟ ସତ୍ତାରେ ଯନ୍ତ୍ରଣା ନାହିଁ। ଦୈବ ବା ଦୈବୀ ଯନ୍ତ୍ରଣାକୁ ସୃଷ୍ଟି କରି ମଣିଷ ଜୀବନକୁ ପଠାନ୍ତେ, ତାକୁ ଶାସ୍ତି ଓ ଶିକ୍ଷା ଦେବାର ଉଦ୍ଦେଶ୍ୟ ରଖି। କୋରାନରେ ଖୋଦା କହିଛନ୍ତି, ମା ଆସାବା ମି ମୁସିବତିନ୍ ଇଲ୍ଲା ବିଇଜ୍ନିଲ୍ଲାହ, ନେହିଁ ପହଞ୍ଚତି କୋଇ ମୁସିବତ ହୁକୁମ ଆଲ୍ଲାହ କେ। ତେଣୁ ଆଲ୍ଲାହଙ୍କର ହୁକୁମରେ ମଣିଷର ଦୋଷରୁ ସେ ଯନ୍ତ୍ରଣାକୁ ତିଆରି କରି ମଣିଷ ପାଖକୁ ପଠାନ୍ତି, ତାକୁ ଶିକ୍ଷିତ ଏବଂ ପାପରୁ ଦୂରୀଭୂତ ରହିବା ପାଇଁ। ନହେଲେ ମଣିଷ ଉଚ୍ଛୃଙ୍ଖଳ ହୋଇଯିବ, ଆୟତ୍ତରେ ରହିବ ନାହିଁ, ଅପକର୍ମର ଉପଲବ୍ଧିକୁ ବୁଝିବ ନାହିଁ। ଏଥିପାଇଁ ଜୀବନରେ ଯନ୍ତ୍ରଣା ରହିଛି। ଯନ୍ତ୍ରଣା ଜୀବନରେ ଅମାନିଆ ନ ହେବାର ଲକ୍ଷ୍ମଣକାର। ଜୀବନର ଏକ ରୋକ ବା ବାଧା ଓ ତାହାର ପ୍ରତିବନ୍ଧକ। ଅମାନିଆ ହୁଅନା, ଉଦବାଜିଆ ହୁଅନା ର ଏକ ବୁଝାମଣା, ଆପୋଷ ଯୋଗସୂତ୍ର। ତେଣୁ ଯନ୍ତ୍ରଣା ନଥାଇ ଜୀବନ ନାହିଁ। ଜୀବନ ଯଦି ରହିବ ତେବେ ସେଥିରେ ଯନ୍ତ୍ରଣା ଅବଶ୍ୟ ଥିବ। ନହେଲେ ମଣିଷ ଦୁଃଖୀ ହେବ କେମିତି? ବିଷାଦଗ୍ରସ୍ତ ହେଲେ ସିନା ଯାଇ ଜୀବନ ବିତାନର ପ୍ରକୃତ ମାର୍ଗ ଧରିପାରିବ, ସେଥିକୁ ଯୋଗ୍ୟ ହେବ। ଭଗବାନ ନିଜକୁ ମଣିଷକୁ ଦେଇଦେବେ। ଅଗତ୍ୟା ଯନ୍ତ୍ରଣା ଜୀବନର ମୂଲତଉଲ ବା ମୂଲଚାଲ। ଏହାର ହିସାବ କିତାବ, ହିସାବ ନିକାଶର କଥା। କଷ୍ଟର ନାମ ଯନ୍ତ୍ରଣା। ଯାତନାର ଅପର ପ୍ରତିଶବ୍ଦ ଯନ୍ତ୍ରଣା। ବିଗିଡ଼ିଯିବା ଯନ୍ତ୍ରଣାର ଲକ୍ଷଣ, ଜୀବନର ଅଶୁଭ ସଂକେତ। ସଜାଡ଼ି ହୋଇଥିଲେ ଜୀବନରେ ଯନ୍ତ୍ରଣା ଆସିନଥାଏ। ଜୀବନ ଶାନ୍ତି ସୁଧାରେ ଅତିବାହିତ ଥାଏ। ଜଗତରେ ସବୁ ଜୀବନ ଶାନ୍ତି ସୁଧାର ହୋଇନଥାନ୍ତି। ଅଧିକାଂଶ ଜୀବନ ଯନ୍ତ୍ରଣା କ୍ଳିଷ୍ଟ, ଯନ୍ତ୍ରଣାରେ ଆତୁର। ତଥାପି ଏହାରି ଭିତରେ ଥାଇ ବି ଏହିସବୁ ଜୀବନ ସ୍ୱକୀୟ ନିଜ ନିଜ ଜୀବନରେ ଶାନ୍ତି ପ୍ରାପ୍ତିର ଓ ସେଥିର କାମନା କରିବାର ପ୍ରୟାସରେ ନିରନ୍ତର ଲାଗିଥାନ୍ତି, ଜଡ଼ିତ ଥାନ୍ତି। କାରଣ ଶାନ୍ତିରେ ଜୀବନର ସାଫଲ୍ୟ, ଅଶାନ୍ତିରେ ଜୀବନର ଦୌର୍ବଲ୍ୟ ଥାଏ। ଯେଉଁଟା ଜୀବନ ପାଇଁ ପ୍ରେୟ ତଥା ପ୍ରିୟତମ, ସେଇଟାକୁ ମଣିଷ ଆଗ କରି ଖୋଜିବ। ଜୀବନର ଏହା ସଦ୍‌ଗତି। ଏହି ବାର୍ତ୍ତା ଦିଏ ଓଡ଼ିଆ ଅଧ୍ୟାପିକା ଡକ୍ଟର ପ୍ରତିଭା ଶତପଥୀଙ୍କ ପୁରାଣକଳ୍ପୀୟ ଚେତନାବୋଧର କବିତା ସାହାଡ଼ା ସୁନ୍ଦରୀ। ସବୁ ଅସଜଡ଼ା ଭିତରେ ଥାଇ ଜୀବନକୁ ସଜଡ଼ାୟିତ ତଥା ଶୃଙ୍ଖଳିତ, ବ୍ୟବସ୍ଥିତ କରିବାର ମାନେ ଜୀବନର ମର୍ମାର୍ଥ। ଜୀବନର ତାହା ହିଁ ଅର୍ଥ ଖୋଜା। ଏହି ସନ୍ଦେଶ କବୟିତ୍ରୀ ନିଜର ମୋହନୀୟ ଲେଖନୀ ନିଃସୃତ କବିତା ମଧ୍ୟରେ ଦେଇଛନ୍ତି। ପୁରାଣ କଳ୍ପ ବା ମିଥ୍ ଶବ୍ଦଟି ଇଂରାଜୀ ଏବଂ ଏହା ସେହି ଇଂରାଜୀର ମାଇଥୋଲୋଜି ଶବ୍ଦରୁ ଆଗତ ହୋଇଛି। ପୁରୁଣା କଥା, ଆଗର ପୂର୍ବର କଥା ହେଲା ପୁରାଣ। ଯେଉଁ କଥା ଶ୍ରୁତ ହୋଇଛି, ଯେଉଁ ଘଟଣା ଜୀବନରେ ଚାଲିଯାଇଛି, ଗତ ବା ବିଗତ ହୋଇଛି, ତାହା ବା ସେଇଟି ପୁରାଣ। ପୁରୁଣା ହେଲେ ବି ଏହା ଜୀବନ ବର୍ଜିତ ନୁହେଁ, ବରଂ ଜୀବନର ନୂତନ ଅର୍ଜନର ଲକ୍ଷ୍ୟ। ସେଥିରେ ଥିବାରୁ ପୁରାଣ ସଦା ଗ୍ରହଣୀୟ।
ଯେହେତୁ ଜୀବନ କୌଣସି କାଳରେ ପୁରୁଣା ନୁହେଁ, ତାହା ସର୍ବଦା ନିତ୍ୟ ନୂତନ, ନିତ୍ୟ ବର୍ତ୍ତମାନ। ସେ ଲାଗି ପୁରାଣର ଆଦର ସର୍ବଜନ ବିଦିତ। ମାନବର ବିଚରଣ ସ୍ଥଳ ହିଁ ପୁରାଣର ରଚନାର ସ୍ଥଳ। ପୁରାଣ ନିତ୍ୟ ନୂତନ ବାର୍ତ୍ତା ଦେଉଥିବାରୁ ତାହା ବର୍ତ୍ତମାନର ମାନବୀୟ ଜୀବନ ସହିତ ସମ୍ପର୍କ ରକ୍ଷାକାରୀ। ଆଉ ଏଥିପାଇଁ ସାହିତ୍ୟରେ କଳାର ସୃଜନଶୀଳ ଦରବାରରେ ମିଥିକ୍ ସାହିତ୍ୟର ସୃଷ୍ଟି ସର୍ଜନା ସମ୍ଭବିତ ହୋଇଅଛି। ପୁରୁଣା ଓ ନୂଆର ସଂଯୋଗ ସେତୁ ବନ୍ଧ ମିଥ୍ ବା ପୁରାଣର ଉପକଥା। ଏହା ଲେଖକୀୟ ପ୍ରତୀକାତ୍ମକ ବୌଦ୍ଧିକ ମନନଶୀଳତାର ପ୍ରତିକ୍ରିୟା, ତାର ସାଙ୍କେତିକ ପ୍ରତିଛବି। ଲେଖା ଉତ୍ତୁରା କାର୍ଯ୍ୟାବଳୀ। ସାହିତ୍ୟର ସବୁ ବିଭାଗରେ ଏହାର ଉପସ୍ଥିତି ତଥା ଅବାଧ ପ୍ରବେଶ। କବିତା ତନ୍ମଧ୍ୟରୁ ଅନ୍ୟତମ ଓ ବ୍ୟାପକତା ମଧ୍ୟରେ ଗଣ୍ୟ ହୋଇଥାଏ। ବୌଦ୍ଧିକ କବିତା ହିଁ ଜୀବନରେ ମାଦକତା ଭରେ, ମସ୍ତିଷ୍କ ଖେଳାର ଖୋରାକ ଯୋଗାଏ। ଏହିଭଳି କବିତା ରଚନା ତଥା ପଠନିତ ବୁଝାମଣା ଏକ ନିତ୍ୟ ମସ୍ତିଷ୍କ ବ୍ୟାୟାମ, ମାନସିକ କସରତ। ଏହା ବୁଦ୍ଧି ସମୁଦ୍ରର ମନ୍ଥନ, ତାହାର ଘଣ୍ଟା ଚକଟା। ଏତାଦୃଶ ବୌଦ୍ଧିକ ପରିତୃପ୍ତି ସମସ୍ତେ ପାଆନ୍ତି ନାହିଁ, ଖୋଜିବାରେ ମନର ଆଗ୍ରହ ଦେଖାନ୍ତି ନାହିଁ। କିନ୍ତୁ ମୋତେ ବୌଦ୍ଧିକ କବିତାର କର୍ଷଣ ବା ଚାଷ ଭଲ ଲାଗେ। ତାର ସରଳୀକରଣ ସମୀକ୍ଷା ଲେଖି ଏଭଳି କବିତା ପ୍ରତି ପାଠକୀୟ ଭଲ ପାଇବାକୁ ବଢ଼ାଇ ଦିଏ। କବିତା ଯଦି ସହଜରେ ତଥା ପ୍ରଥମ ପାଠରେ ଜଳବତ୍ ତରଳ ବୁଝି ହୋଇଗଲା, ତେବେ ସେଥିରେ ମସ୍ତିଷ୍କ ଖେଳା ରହିଲାନି। ବୌଦ୍ଧିକ କବିତା ହେଉଛି ଢିପ ଜମି। ଏଥିରେ ପ୍ରଜ୍ଞାର ଗଇଁତି ମାଡ଼ ଦରକାର, ତେବେ ଯାଇ ବୁଝିବାର ଗୁପ୍ତ ଦ୍ୱୀପର ସନ୍ଧାନ ମିଳିବ। ଏହା ଏକ ଗୁପ୍ତ ଧନ ବା ହିଡେନ୍ ଟ୍ରେଜର। ସାହାଡ଼ା ସୁନ୍ଦରୀ ଏକ ପୌରାଣିକ ଚରିତ୍ର। ସାହାଡ଼ା ବୃକ୍ଷର ପୌରାଣିକ ମାହାତ୍ମ୍ୟ ଅଛି। ଆଦିକବି ଶୂଦ୍ରମୁନି, ଉତ୍କଳ ବ୍ୟାସ, ମାଟିର ମହାକବି ସାରଳା ଦାସ ତଦୀୟ ମହାଭାରତରେ ସାହାଡ଼ା ବୃକ୍ଷର ପୁରାଣ ମାହାତ୍ମ୍ୟର ବିସ୍ତୃତ ବିବରଣୀ ଦେଇଛନ୍ତି। ସାରଳା ମହାଭାରତର ଆଦି ପର୍ବରେ ଅଛି, ସାହାଡ଼ା ବୃକ୍ଷର ପତ୍ରକୁ ମୁଣ୍ଡରେ ମାରିଥିବାରୁ ଶିବଙ୍କ ବାହନ ବୃଷଭ ଅମୃତ ମଣୋହି ସୁସ୍ୱାଦୁଯୁକ୍ତ ଖାଦ୍ୟ ଖାଇଥିଲା। ସାହାଡ଼ା ବୃକ୍ଷ ଶ୍ରଦ୍ଧାଳୁକୁ ସୁଖାଦ୍ୟ ପ୍ରାପ୍ତିର କାରଣ ହୋଇଥାଏ। ଗାନ୍ଧାରୀ ଉଆଁସୀ କନ୍ୟା ଥାଇ ସାହାଡ଼ା ବୃକ୍ଷକୁ ବିବାହ କରି ନିଜ ଜୀବନର ସବୁ ରିଷ୍ଟ ଅଶୁଭ ଖଣ୍ଡନ କରାଇଥିଲେ। କବୟିତ୍ରୀ ପ୍ରତିଭା ଶତପଥୀ ଓଡ଼ିଆ ଲୋକକଥାର ଲୋକମିଥକୁ କବିତାର ପୃଷ୍ଠଭୂମିରେ ରଖି କବିତାର ନାମକରଣ ସେହିଭଳି କରିଛନ୍ତି। ଓଡ଼ିଆ ଲୋକକାହାଣୀରେ ସାହାଡ଼ା ସୁନ୍ଦରୀ ନାମରେ ଗଳ୍ପଟିଏ ହେଲା। ରାଜକୁମାର ମିତ୍ର ମନ୍ତ୍ରୀ କୁମାର ଭାର୍ଯ୍ୟାକୁ ଅପହରଣ କରି ନେଇ ନିଜେ ତାକୁ ବିବାହ କଲା। ମନ୍ତ୍ରୀ କୁମାର ସ୍ତ୍ରୀର ଅନ୍ୱେଷଣରେ ଅଶେଷ ଦୁଃଖ ସହି ଶେଷକୁ ଜୀବନ ହାରିଲା। ରାଜପୁତ୍ର ମଧ୍ୟ ମଲା। ଚିତାଗ୍ନିରେ ସତୀ ହେବା ବେଳକୁ ମନ୍ତ୍ରୀପୁତ୍ରର ଚିତାରେ ସାହାଡ଼ା ସୁନ୍ଦରୀ ସତୀ ହେଲା। ସାହାଡ଼ା ସୁନ୍ଦରୀର ଏହି ସତ୍ ପ୍ରେମଜନିତ ତ୍ୟାଗକୁ ଶିବ ପାର୍ବତୀ ସମର୍ଥନ କରି ପୁରସ୍କାର ଦେବା ଲକ୍ଷ୍ୟରେ ମନ୍ତ୍ରୀପୁତ୍ର ଓ ସାହାଡ଼ା ସୁନ୍ଦରୀକୁ ପୁନଃ ଜୀବନ ଦାନ କଲେ। ଅତ୍ୟାଚାରୀ ଅନୀତିକାରୀ ରାଜକୁମାରଙ୍କୁ କିନ୍ତୁ ପୁନର୍ବାର ବଞ୍ଚାଇଲେ ନାହିଁ। ଏହା ଥିଲା ମିତ୍ରଦ୍ରୋହୀର ଉପଯୁକ୍ତ ଶାସ୍ତି, ବିଶ୍ୱାସଘାତକତାର ବିପରିଣାମ। ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କର ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ପୁସ୍ତକରେ ଏଇମିତି ସାହାଡ଼ା ସୁନ୍ଦରୀର ପରିଚୟ ଦେଇଛନ୍ତି। ଏଠି ସାହାଡ଼ା ସୁନ୍ଦରୀ ସାହାଡ଼ା ଗଛ ନ ହୋଇ ଜଣେ ନାରୀ ବା ଯୁବତୀର ନାମ, ଯାହାକି ସ୍ତ୍ରୀଲିଙ୍ଗ ବାଚକ। ଗାଳ୍ପିକ ଗୋଦାବରୀଶ ମହାପାତ୍ର ମୁଣ୍ଡା ସାହାଡ଼ା ନାମରେ ଗୋଟିଏ ପ୍ରେମ ଗଳ୍ପ ବି ଲେଖିଛନ୍ତି। କରୁଣ ରସାଶ୍ରିତ ତାହା। ପ୍ରେମ କରି ଗଞ୍ଜଣା ଅପବାଦ ସହି ନ ପାରି ଜଣେ ଗ୍ରାମ୍ୟ ନାରୀ ସାହାଡ଼ା ଗଛର ଗଣ୍ଡିରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ଆଉ ପ୍ରେମିକ ପ୍ରବର ପ୍ରେମାସ୍ପଦାର ଆତ୍ମହତ୍ୟା କରିଥିବା ପ୍ରୋକ୍ତ ସାହାଡ଼ା ଗଛକୁ ହିଁ ଅପତ୍ୟ ଭଲ ପାଇବାର ଅମଳିନ କାହାଣୀ ମୁଣ୍ଡା ସାହାଡ଼ା ଗପ। ପ୍ରେମିକର ବିଶ୍ୱାସ ସେଇ ଥୁଣ୍ଟା ସାହାଡ଼ା ଗଛ ହିଁ ତାର ବର୍ତ୍ତମାନର ପ୍ରେମିକା। ତାରି ଭିତରେ ପ୍ରେମିକାର ଅତୃପ୍ତ ଆତ୍ମା ସ୍ଥିତ। ତେଣୁ ସେଇ ଗଛକୁ ପାଣି ଦିଏ, ଭଲ ପାଏ। ନାରୀ କବିଙ୍କ ରଚିତ କବିତା ସାହାଡ଼ା ସୁନ୍ଦରୀ ନାରୀର ଜୀବନ ଯନ୍ତ୍ରଣାର ପ୍ରତୀକାତ୍ମକ ପ୍ରତିକ୍ରିୟା। ଲୋକମିଥ୍ ଆଧାରିତ ପ୍ରତୀକାତ୍ମକ ବୌଦ୍ଧିକ କବିତା ଓ ବହିର ସଂକଳିତ ନାମକରଣ ହୋଇଅଛି। ଡକ୍ଟର ଶ୍ରୀମତୀ ପ୍ରତିଭା ଶତପଥୀଙ୍କର ଜନ୍ମ 1945 ମସିହା। କବି ଭାବରେ ଯଶସ୍ୱିନୀ। ସେ ପ୍ରଫେସର
ନିତ୍ୟାନନ୍ଦ ଶତପଥୀଙ୍କର ସହଧର୍ମିଣୀ। ନାରୀ ଜୀବନର ବହୁ ସମ୍ବେଦନଶୀଳ ଅନୁଭବକୁ ସଫଳ ରୂପ ଦେବାରେ ତାଙ୍କର ସିଦ୍ଧି ନିହିତ। ଅସ୍ତ ଜହ୍ନର ଏଲିଜି, ଗ୍ରସ୍ତ ସମୟ, ସାହାଡ଼ା ସୁନ୍ଦରୀ, ନିୟତ ବସୁଧା, ନିମିଷେ ଅକ୍ଷର, ମହାମେଘ, ଶବରୀ, ତନ୍ମୟ ଧୂଳି ଆଦି ପ୍ରକାଶିତ କବିତା ବହିମାନ। ନିମିଷେ ଅକ୍ଷର କବିତା ସଂକଳନ ପାଇଁ 1986 ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶବରୀ କବିତା ବହି ପାଇଁ 1992 ବର୍ଷର ସାରଳା ପୁରସ୍କାର ଓ ତନ୍ମୟ ଧୂଳି କବିତା ସଂକଳନ ପାଇଁ 2001 ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କବିତାର ବିଷୟ ଆଲୋଚନା। ସଂସ୍କୃତ କବିତାର ରଚନା ଶୈଳୀ ସମ୍ବୋଧନାତ୍ମକ। ନାରୀ ମନକୁ ଅଥବା ସ୍ୱକୀୟ ଯନ୍ତ୍ରଣା ଆତୁର ହୃଦୟକୁ ସମ୍ବୋଧି କବି କହୁଛନ୍ତି, ହେ ସାହାଡ଼ା ବୃକ୍ଷର ଗୁପ୍ତ ସୁନ୍ଦରୀ, ମୁଁ ତୋର ଦୁଃଖ ବ୍ୟଥା ଓ ତାହାର ଯାତନାକୁ ପ୍ରବୋଧ ଦେଇ ଦୂର କରିପାରିବି ନାହିଁ। ଏପରିକି ତୋ ପାଖରେ ରହିଥିବା ଜୀଇ ଉଠିଥିବା ଅନାବନା ଯୁକ୍ତ ଅପାରଗ ଗଛଲତା, ଆକାଶ ପବନ, ସନ୍ଧ୍ୟାର ମେଘୁଆ ବର୍ଷୁକ, ଶୀତୁଆ ଉତ୍ତପ୍ତ ଗୁଳୁଗୁଳିଆ ଆଦି ବିଭିନ୍ନ ରୂପ ବର୍ଣ୍ଣ ଧରିଥିବା ଋତୁଗ୍ରସ୍ତ ସଞ୍ଜ ଅବା ସକାଳର ନମ୍ର କମ୍ର ଶାନ୍ତମୟ ଶୀତଳତା ଯୁକ୍ତ କୋଳାହଳ ଶୂନ୍ୟ ସକାଳର ରୂପ ବି ତୋର ଅଶାନ୍ତ ବାଉଁଶ ବଣର ସାଇଁ ସାଇଁ ନୀରବତା ବି ତୋର ନିର୍ବୋଧ ବ୍ୟଥାକୁ ଦୂରେଇ ପାରିବିନି। ତୁ ଜାଣୁଛୁ ତୋର ଏ ଦୁଃଖ ବୃଥା, ବେକାର, ଫଳହୀନ। କାରଣ ତୁ କଳଙ୍କିତ, ଅପହୃତ, ଆତ୍ମହତ୍ୟା ଆଦିଷ୍ଟ। ସେ ଲାଗି ତୋର ବ୍ୟଥା ନିର୍ବୋଧ। ମୁଁ ବି ତୋରି ଭଳି ଜଣେ ନାରୀ। ତୋର ବ୍ୟଥା ଭଳି ମୋ ଜୀବନରେ ବି ସୀମାହୀନ ବ୍ୟଥା ଭର୍ତ୍ତି ଭରି ରହିଅଛି। ତୋଠାରୁ ମୁଁ ଅଲଗା ଲୋକ ନୁହେଁ। ମୋ ଆଖିରେ ତୋ ରୂପ ଯେମିତି, ନିଜ ଆଖିରେ ବି ମୁଁ ବି ତୋ ଭଳି ଦିଶୁଅଛି। ମୋର ବି ହସ, କାନ୍ଦ, ଲୁହ ଲହୁର ଜୀବନ ବିତାନ ବା ବାର୍ତ୍ତାଳାପ। ତଥାପି ମୁଁ ତାହାରି ଭିତରେ ଇସ୍ତ୍ରୀ କରା ଶାଢ଼ୀ ପିନ୍ଧେ, ପେନସିଲରେ ଆଖିର ଭ୍ରୁଲତାକୁ ଗାଢ଼ କଳା କରେ, ସଜେଇ ହୁଏ, ମେକଅପ୍ ହୁଏ, ଡ୍ରେସିଂ ପେଣ୍ଟିଂ କରେ, ବଜାର ବୁଲେ, ଘରକୁ ସଜାଏ। ଯେବେ ଏକୁଟିଆ ନିଃସଙ୍ଗ ହୋଇଯାଏ ତୋର ଦୁଃଖ କଥା ମୋର ମନେ ପଡ଼େ। କାରଣ ମୁଁ ବି ତୋ ଭଳି ଦୁଃଖୀ, ସମଦରଦୀ, ସଂସାରକାରୀ। ପ୍ରତ୍ୟେକ ବ୍ୟକ୍ତି ଦୁଃଖୀ, ଅବସାଦ ସମସ୍ତଙ୍କର ଜୀବନରେ କମ୍ ବେଶୀ ହୋଇକି ଅଛି। ମୋର ଜୀବନ ଖରାପୋଡ଼ା ବର୍ଷା ମାଡ଼ର ଲୁହ ଭରା ଦୈନ୍ୟତାର ଶୀତରେ ଭର୍ତ୍ତି। ଠିକ୍ ଯେମିତି ତୁ ମୋର ଘର ବାହାରେ ଥାଇ ପ୍ରକୃତିର ଦାଉ ସହି ଅଚଳ ଅପରିଷ୍କାର ଗଣ୍ଡି ଧରି ପଡ଼ିଛୁ, ତୋରି ଭିତରେ ଲୋକକଥାର ରାଜକୁମାରୀ ସାହାଡ଼ା ସୁନ୍ଦରୀ ରାଜକୁମାରୀ ସାହାଡ଼ା ସୁନ୍ଦରୀ, ଗୋଦାବରୀ ଶଙ୍କର ମୁଣ୍ଡା ସାହାଡ଼ା, ନିରିମାଖି ଆତ୍ମହତ୍ୟାକାରିଣୀ ପ୍ରେମିକାର ଆତ୍ମା ଜଡ଼ିତ ହୋଇ ରହିଛି। ସେ ଲାଗି ହେ ସାହାଡ଼ା ଗଛ, ତୁ ସୁନ୍ଦର ମୋ ପାଇଁ। ସେଥିପାଇଁ ମୁଁ ତୋତେ ନାରୀ କରି ଦେଇ ସୁନ୍ଦରୀ କହୁଛି। ତୋ ଭଳି ମୁଁ ବି ଜୀବନର ଦାଉ ସହୁଛି। ତେଣୁକରି ସେଥିପାଇଁ ତୋର ବ୍ୟାକୁଳତା ଭିତରେ ମୋତେ ଆଉ ଅସ୍ଥିର ବ୍ୟସ୍ତବିବ୍ରତ କର ନାହିଁ। ତୁ ସିନା ପବନରେ ହଲୁଛୁ, ମୁଁ ବି ଜୀବନରେ ଦୁନିଆର ଦାଉରେ ଅସ୍ଥିର ହୋଇପଡ଼ିଛି। ନିଜ ଦୁଃଖ ଭାରେ ଆନତ ଭାରାକ୍ରାନ୍ତ ପ୍ରାଣୀଟିଏ ମୁଁ। ଓଜନରେ ନଇଁ ପଡ଼ିଛି। ସାହାଡ଼ା ଗଛରେ ଅନେକ ପର୍ବପର୍ବାଣୀ ହୋଇଥାଏ। ଗଛ ବର ହୋଇ ବିଭା ହୁଏ। ସେହିପରି ମୋ ଜୀବନ ମଧ୍ୟ ଉତ୍ସବ ମୁଖରତା ମଧ୍ୟରେ ହାଲିଆ ଅବସାଦ ଭିତରେ ବିସ୍ମୃତ ହୋଇ ପଡ଼ିଛି। ମୋ ଜୀବନରେ ଅନେକ କୋଳାହଳମୟତାର ସ୍ପର୍ଶ ଅଛି, ତଥାପି ସେସବୁ ଶୂନ୍ୟ। ହେ ସାହାଡ଼ା ସୁନ୍ଦରୀ, ତୋର ବୁଝିବା ଦରକାର ଯେ ଆମେ ନାରୀ ଜାତି, ଦଳିତ ଜାତି। ଅତ୍ୟାଚାର ଛଡ଼ା ଆମ ଭାଗ୍ୟରେ ଆଉ କିଛି ଭୋଗତମାନ ନଥାଏ, ଭୋଗିବାକୁ ପଡ଼େନା। ଆମେ ସର୍ବଂସହା ଧରିତ୍ରୀ, ସବୁକିଛି ସହିଯିବା ଆମ କାନବଧିରା। ସୁଖ ସମ୍ଭୋଗର ପୌରୁଷତ୍ୱର ଦିବ୍ୟମୟତା ଆମ ଭାଗ୍ୟରେ ନାହିଁ। ଆମେ ପୁରୁଷର ସେବାଦାସୀ, ତାର ପଛରେ ଆମର ସ୍ଥାନ। ଆମେ ଦ୍ୱିତୀୟ ମନୁଷ୍ୟ। ବିଭୁ ପୁରୁଷକୁ ପ୍ରଥମେ ତିଆରି କଲେ ଏବଂ ସେହି ପୁରୁଷର ଦେହରୁ ନାରୀକୁ ତିଆରି କଲେ। ଜନନୀର ସେବିକା, ପରିବାର ପାଳିକା, ଦାମ୍ପତ୍ୟର ଦାୟିକା, ଅଗତ୍ୟା ପ୍ରକୃତିର ବର୍ଷାଟୋପା ଭଳି ଆମେ କେବଳ ଧୈର୍ଯ୍ୟଶୀଳତାର ନୀରବ ଅଶ୍ରୁପାତ
କରିବା। ଝପ୍ ଝପ୍ ବର୍ଷାର ଅନୁଚ୍ଚ ପତନ ଭଳି ଲୁହ ଝରେଇ କାନିରେ ଲୁହ ପୋଛି ରହିବା। ତୁ କେବେ ବି ଦ୍ୱିପ୍ରହରରେ ଘାସ ପତର ଉପରେ କାକରର ସ୍ନେହାଞ୍ଚଳ ପଡ଼ିବାକୁ ଖୋଜିବୁନି। ସୂର୍ଯ୍ୟ ତାକୁ ନିଜର ପ୍ରଖର କିରଣର ଓ ତେଜରେ ଚଢ଼ାଇ ନେଇଯାଇଥାଏ। ସକାଳକୁ ସିନା ମିଳିବ, ଆଉ ମଧ୍ୟାହ୍ନରେ କୁଆଡ଼େ ମିଳିବ? ଖରା ଟାଣ ହେଲାଣି ପରା, ବାଷ୍ପ ହୋଇ ଉଡ଼ିଯାଇଥିବ। ଅର୍ଥାତ୍ ଜୀବନ ଦୁଃଖ, ତାପରେ କାନ୍ଦିଲେ ବି, ଶ୍ରମରେ ଝାଳୁଆ ହେଲେ ବି ସର୍ବଦା ଶରୀରରେ ରହିନଥାଏ। ଦୁଃଖମୟ ଜୀବନ ସୁଖରେ ବଦଳିଯାଏ। ପରିଶ୍ରମୀ ଆରାମ ନିଏ। କବିଙ୍କ ଭାଷାରେ କିଶୋରୀର ନିଷ୍ପାପ ଆଖିରେ ଉଛୁଳି ପଡ଼ୁଥିବା ରଙ୍ଗୀନ ଭବିଷ୍ୟତ କେବଳ ସ୍ୱପ୍ନ ହିଁ। ତୋ ଆଗରୁ କେତେ କେତେ ଲୋକ ଅସ୍ଥିର ବ୍ୟାକୁଳ ଅନ୍ୱେଷଣରେ କ'ଣ ବା ଖୋଜି ପାଇଲେ? ସମୟର ବିସ୍ତୃତ ଚଟାଣ ଉପରେ ଓଦା ଓଦା ପାଦଚିହ୍ନମାନେ କ୍ରମଶଃ ଲିଭିଲେ। ନାରୀ ବିବାହ ପୂର୍ବରୁ ନିଜର ଭାବି ବା ଭବିଷ୍ୟତର ବିବାହକୁ ନେଇ, ବର ପାଇବାକୁ ଇଚ୍ଛାକୁ ନେଇ ଅନେକ କଳ୍ପନା ଭାବନା କରିଥାଏ କି ମୋର ଜୀବନ ଉତ୍ସବମୁଖର ସମ୍ଭୋଗମୟ ସୁଖକର ହେବ, ମୋ ବର ରାଜକୁମାର କନ୍ଦର୍ପଶ୍ରେଷ୍ଠ, ସୁନ୍ଦର ସୁଠାମ ସ୍ୱାସ୍ଥ୍ୟବାନ ବଳିଷ୍ଠ ହେବ, ମୋତେ ଅଜସ୍ର ଦାମ୍ପତ୍ୟ ସୁଖ ଦେବ। ହେଲେ ସ୍ୱପ୍ନ ସତ୍ୟ ନୁହେଁ, ଯେହେତୁ ମାନବ ବାଞ୍ଛଇ ମାଧବ କରଇ, ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍। ଚିନ୍ତା କାର୍ଯ୍ୟ ଅଭିନ୍ନ ନୁହେଁ, ଭିନ୍ନତର ଥାଏ। ସଂସାରରେ ସବୁ ଯୁବତୀଙ୍କର ରଙ୍ଗୀନ ସ୍ୱପ୍ନ ଦେଖା ସାକାର ସଫଳ ମନଲାଖି ହୋଇନଥାଏ, ଚାହିଁବା ମାଫିକେ ମନ ମୁତାବକ ହୋଇନଥାଏ। ଏଇଭଳି କେତେ କେତେ ଲୋକ ଆଗରୁ ସ୍ୱପ୍ନ ଦେଖି ସୁନେଲି ଭବିଷ୍ୟତର ପରିକଳ୍ପନା କରି ବିଫଳ ଗଲେଣି, ଅସ୍ଥିର ବ୍ୟାକୁଳ ଖୋଜାରେ ବ୍ୟର୍ଥ ହେଲେଣି। ତୁ ବି ସେଇମିତି ହେବୁ। ଜୀବନର ରହଣି ମୃତ୍ୟୁ ପାଇଁ ବ୍ୟର୍ଥ, ତେଣୁ ସଂସାର ଖୋଜା ସେ ଲାଗି ବୃଥା ଅପଚେଷ୍ଟା। ଆଉ ସମୟ ଯାହା ଇତିହାସରେ ସେଇ ପଦଚିହ୍ନମାନଙ୍କୁ ସଜାଡ଼ି ସାଇତି ରଖିଛି, ଏହା ଜଣାଇବାକୁ ଯେ ଖୋଜନାରେ ବାୟା ନିଷ୍ଫଳ ହେବୁ, ତୋର ପ୍ରୟାସ ସବୁ ବେକାର ଯିବ, ଏଇ ସ୍ମୃତି ପୁଣି ବିସ୍ମୃତ ହେଲେ ସମୟର ଚୋରାବାଲିରେ ଭୁଲି ହୋଇ ଯାଇଛନ୍ତି ଯୋଉ ଫୁଟପ୍ରିଣ୍ଟ ବା ପଦଚିହ୍ନଗୁଡ଼ିକ ଯନ୍ତ୍ରଣା ଯାତନାର ଦୁଃଖ ଲୁହର ଜଗତରେ କିଏ ସୁଖୀ ଯେ ତୁ କାହାକୁ ସୁଖପ୍ରାପ୍ତିର ଉପାୟ କଥା ପଚାରିବୁ କହ? ସମସ୍ତଙ୍କର ଭାଗ୍ୟ ଦୁର୍ଭାଗ୍ୟର, କାହାରି ଭାଗ୍ୟ ପତର ତଳେ ନୁହେଁ, ସଭିଙ୍କର ପଥର ତଳେ। ଶିଶୁ, ପିଲା, ବାଳକ ଯେମିତି କଙ୍କିକୁ ଧରି ପର ଛିଣ୍ଡାଇ ତାକୁ ଅସହାୟ ବିକଳାଙ୍ଗ କରାଏ, ଆଉ କଙ୍କି ପତଙ୍ଗଟି କଲବଲ ଅତ୍ୟାଚାରିତ ହେଉଥାଏ ଶିଶୁର ହାତରେ ଥାଇ, ମଣିଷ ଠିକ୍ ସେଇଭଳି କାଳର ଦୁର୍ଦ୍ଦିନ ସମୟର କବଳରେ ଥାଇ ହେଉଥାଏ କଙ୍କି ଭଳି। ମଣିଷର ବିମର୍ଷ ଭାଗ୍ୟ, ହନ୍ତସନ୍ତ ଉଦାସ ଜୀବନ। କବିଙ୍କ ଭାଷାରେ ଯିଏ ତୋର କାନଭାସରେ ଅଙ୍କା ଚମତ୍କାର ଲ୍ୟାଣ୍ଡସ୍କେପ୍ ଉପରେ ଢାଳି ଦିଏ ବୋତଲୀ କାଳି, ତୋର ହାତଗଢ଼ା ରୂପବତୀ ପ୍ରତିମାର ଉଜ୍ଜ୍ୱଳ ମୁହଁରେ ତିଳଫୁଲ ନାସା ତଳେ ଟାଣିଦିଏ ଅଙ୍ଗାରରେ ଦିଗାରେ ନିଶ, ଫୁଲକୁଣ୍ଡରେ ଛନ ଛନ ଗୋଲାପ ଡାଳର ପ୍ରଥମ ଫୁଲକୁ ଦଳିଦିଏ ଖିଆଲି ନଖରେ ଉଚ୍ଛ୍ୱସିତ ଆନନ୍ଦରେ ନିବିଡ଼ ସ୍ନେହରେ, ସେଇ ତ ତୋର ଭାଗ୍ୟ। କି ଉତ୍ତର ଦେବ? ଅତଏବ ଆ, ଶୀତଳ ପବନରେ ବହୁ ଫୁଲର ଦୁରାଗତ ବାସ୍ନା ତଳେ ଆଜିର ରାତିରେ ଶୋଇପଡ଼ ନିଶ୍ଚିନ୍ତରେ ଘଡ଼ିଏ। ଆପାତତଃ ମୁହୂର୍ତ୍ତଟିଏ ଭୁଲିଯା ଯେ ତୁ ମୋଠୁ ଭିନ୍ନ ଆଉ କିଏ। ଅର୍ଥାତ୍ ଫଳକ ଉପରେ ସୁନ୍ଦର ଚିତ୍ରକରା ଅଙ୍କନକୁ ଯିଏ ସହି ନ ପାରି ଈର୍ଷାସକ୍ତ ହୋଇ କାଳି ଢାଳି ଚିତ୍ରପଟକୁ ଅସୁନ୍ଦର ବିକୃତ କୁତ୍ସିତ କରିଦିଏ, ଶାନ୍ତ ଶୀତଳ ହରାଭରା ସୁଖ ଲାଳିତ ଉତ୍ସବ ମୁଖରିତ ଜୀବନକୁ ଯୋଉ ଅତ୍ୟାଚାରୀ ହତ୍ୟାକାରୀ କ୍ଷତିକାରୀ ଧ୍ୱଂସ କରିଦିଏ, ପଲକେ ନଷ୍ଟ କରିଦିଏ, ପ୍ରତିହିଂସା ପରାୟଣ ହୋଇ ମଣିଷର ଭାଗ୍ୟ ଠିକ୍ ଏଇଭଳି ସହଜେ ସଜଡ଼ା ସହସା ଉଜୁଡ଼ା। ସେଥିପାଇଁ ସମୟ ବଡ଼ ବଳବାନ, କାଳ ସର୍ବ ନିକୃନ୍ତନକାରୀ, କିଛି ସ୍ଥିର ରହେନା କାହାରି। ସମୟର ବି ମତିଭ୍ରମ ହୋଇଥାଏ। ଈଶ୍ୱରଙ୍କୁ ନ ମାନିଲେ ଈଶ୍ୱର ବି ଈର୍ଷାସକ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇ ମଣିଷର କ୍ଷତି କରାନ୍ତି। କୋରାନ କହେ, ଶିଳ୍ପୀ ମଣିଷର ହାତଗଢ଼ା ସୁନ୍ଦର ମୂର୍ତ୍ତିକୁ ଦର୍ଶକ ବିକୃତ କରି ଦେବା ଭଳି ମଣିଷର ଭାଗ୍ୟ ଆଜିକୁ ବା କ୍ଷଣକୁ ସୁନ୍ଦର ହେଲେ ହେଁ ଆର କ୍ଷଣକୁ ଅସୁନ୍ଦର ହୋଇଯାଏ। ସମୟ କ୍ଷଣ କ୍ଷଣକେ ଆନ ପରା, ସେଥିପାଇଁ ଏଭଳି ହୋଇଥାଏ। ତଥାପି ନାରୀକବି ଜୀବନ ପ୍ରତି ଆଶାବାଦୀ, ଭରସାୟିତ ଅଛନ୍ତି। ଗରମ ସମୟର ଶୀତଳ ଥଣ୍ଡା ବାତ ପ୍ରବାହରେ ଯେମିତି ଦୂରରୁ ଫୁଲମାନଙ୍କର ବାସ୍ନା ଭାସି ଆସି ଆଘ୍ରାଣକୁ ସୁବାସିତ ବିଭୋର କରାଇଥାଏ, ସୁଗନ୍ଧରେ ମନ ମୋହିତ ମୋହଗ୍ରସ୍ତ ହୋଇ
ଶୋଇପଡ଼େ, ସେମିତି ଦୁଃଖ ଶୋକ ଅନୁଶୋଚନାକୁ ଭୁଲିଯାଇ ଜୀବନରେ ଘଡ଼ିଏ କ୍ଷଣକ ପାଇଁ ନ ହେଉ କାହିଁକି ଯନ୍ତ୍ରଣାକୁ ଭୁଲି ସାମୟିକ ସମୟ ପାଇଁ ଆରାମରେ ଶୋଇପଡ଼ି ଏଇଆ ଭାବେ ଯେ ଦୁଃଖ ଯାତନା ସଭିଙ୍କର ଜୀବନରେ ଅଳ୍ପ ବେଶୀ ଅଲଗା ଅଲଗା ହୋଇ ଅଛି। ଦୁଃଖ ଭିତରୁ ସୁଖ ସୁଷୁପ୍ତିକୁ ନ ଖୋଜାଯିବ କାହିଁକି? କଷ୍ଟ ପରେ କୃଷ୍ଣ ମିଳିଥାନ୍ତି, ଏହା ହିଁ ଜୀବନର ମର୍ମାର୍ଥ, ତାହାର ଚରମତା। ଦୁଃଖ ଯାତନାରୁ ମୁକ୍ତିର ବାଟ ଖୋଜି ପାରିବାଟା ହେଲା ଶ୍ରେଷ୍ଠ ବୁଦ୍ଧିମାନତା, ନା କି ଦୁଃଖକୁ ନେଇ ଘାବୁରେଇବା, ବିଚଳିତ ହୋଇ ରହିଯିବା, ସେମିତି ରହିଥିବା। ସୃଷ୍ଟିରେ ସଫଳ ସାହିତ୍ୟ ଆଶାବାଦୀ, କଦାପି ନିରାଶାବାଦୀ ନୁହେଁ। ନିରାଶାବାଦ ଜୀବନର ଅପଦିଗକୁ ଦେଖାଏ, ନକାରାତ୍ମକ ମନୋଭାବ ସୃଜେ। ଏହା ଜାଣିଥିବାରୁ ହିଁ କବୟିତ୍ରୀ ଡକ୍ଟର ପ୍ରତିଭା ଶତପଥୀ ଏହି ସାହାଡ଼ା ସୁନ୍ଦରୀ କବିତାରେ ଆଶାବାଦୀ ହୋଇ ଉଠିଛନ୍ତି। ବ୍ୟଞ୍ଜନା ବା ଶ୍ଳେଷ ଆଇରନି ଭିତରେ ଜୀବନର ସତ୍ୟ ପ୍ରକାଶ ଓ ତାର ତଥ୍ୟ ବିଶ୍ଳେଷଣ କରିଛନ୍ତି। କବିତାଟି ପାଠ୍ୟାନ୍ତର୍ଗତ ହୋଇଅଛି, ପାଠକୀୟତା ଲାଭ କରିଛି। ମନରେ ପ୍ରଶ୍ନ ଉଠେ, ବିଚିତ୍ର ଅଜବ ନାମ ଦେଇ କବି କାହିଁକି କବିତା ରଚନା କଲେ? କ'ଣ ଥିଲା ତାଙ୍କର ଭିତିରି ଉଦ୍ଦେଶ୍ୟ? ପ୍ରଥମ କଥା, କବୟିତ୍ରୀ ଲୋକ କାହାଣୀରୁ ନାମ ଆହରଣ କରିଛନ୍ତି ବୋଧେ। ନାମଟି ତାଙ୍କୁ ଭଲ ଲାଗିଛି, ଭାବଚକ୍ଷୁରେ ସୁନ୍ଦର ଦିଶିଛି। ଦ୍ୱିତୀୟ କଥା, କବି ସ୍ୱ କବିତାରେ ବୌଦ୍ଧିକ ଉପାଦାନକୁ ରଖିଛନ୍ତି, ସେଥିପାଇଁ କବିତାର ନାମକରଣ ସାଙ୍କେତିକ ବା ପ୍ରତୀକାତ୍ମକ ହୋଇଅଛି। ସାହାଡ଼ା ପୁରୁଷବାଚକ ନ ହେଲେ ସେ ଗାନ୍ଧାରୀକୁ ବିବାହ କରିନଥାନ୍ତା। ପୁଣି ସେଥିରେ ସୁନ୍ଦରୀ ଶବ୍ଦର ଯୋଗ ବା ମିଶିବା ନାରୀକୁ ସୂଚାଏ। ସାହାଡ଼ା ଗଛର ପୌରାଣିକ ପ୍ରସିଦ୍ଧି ତଥା ଔଷଧୀୟ ଗୁଣାବଳୀ ଥିବାରୁ ସେ ସୁନ୍ଦର ବୃକ୍ଷ। ସାହାଡ଼ା ଦାନ୍ତକାଠି ମାଢ଼ିବର୍ଦ୍ଧକ, ଦନ୍ତରୋଗ ଦୂରକାରୀ। ଲୋକେ ସାହାଡ଼ା ଦାନ୍ତକାଠି ଘଷନ୍ତି, ମୁହଁ ଧୋଇବାରେ ବ୍ୟବହାର କରିଥାନ୍ତି। ସେହିଭଳି ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ, ବ୍ୟଥା ବେଦନା ବିତ୍ପାତ ମିଳୁ, ସେସବୁକୁ ଧୈର୍ଯ୍ୟର ସହିତ ସହି ଜୀବନକୁ ସମତୁଲ କରି ବଞ୍ଚିବାକୁ ପଡ଼ିବ, ନହେଲେ ଜୀବନ ଧ୍ୱଂସ ନଷ୍ଟ ହୋଇଯିବ, ସଂସାରରେ ତିଷ୍ଠି ରହିପାରିବ ନାହିଁ। ଏହି କଥା ସାହାଡ଼ା ବୃକ୍ଷ ମଣିଷକୁ ଶିକ୍ଷା ଦେଇ ଚେତନାୟିତ କରାଏ। ସେଥିପାଇଁ ସାହାଡ଼ା ବୃକ୍ଷକୁ ନେଇ ତାର ଭାବଗତ ସୌନ୍ଦର୍ଯ୍ୟରେ ଆତ୍ମହରା ବିମୁଗ୍ଧା ହୋଇ କବୟିତ୍ରୀ କବିତାଟିକୁ ଲେଖିଛନ୍ତି, ନାମକରଣ କରିଛନ୍ତି। ଗଛଟି ଯେମିତି ପ୍ରାକୃତିକ ବିତ୍ପାତ, ଖରା ବର୍ଷା ଶୀତ କାକର ପତ୍ରଝଡ଼ା ପତ୍ର କଅଁଳା ଛିଣ୍ଡା ହଣା ସହିକି ପଡ଼ିଥାଏ, ସେମିତି ମଣିଷର ଜୀବନର ଦୁଃଖର ଦୁନିଆର ଦାଉ ସହି ବୀରଦର୍ପରେ ସାହସ ସହିତ ବଞ୍ଚି ସମସ୍ୟାକୁ ମୁକାବିଲା କରିଲେ ଯାଇ ଜୀବନର ପରମାର୍ଥକୁ ପାଇବ। ନ ଖୋଜିଲେ ନ ଯୁଝିଲେ ଜୀବନର ସଫଳତା ମିଳେନା। ଏହି ନୀତି ଶିକ୍ଷା କବିତାଟି ବୃକ୍ଷ ଉପଲକ୍ଷରେ ଦେଇଅଛି।